ଏ ଜଙ୍ଗଲରେ ହରିଣଟିଏ ତା ଛୁଆ ସହ ରହୁଥିଲା। ସେଇ ଜଙ୍ଗଲରେ ଗୋଟିଏ ବାଘ ବି ରହୁଥିଲା। ସେ ବାଘର ନଜର ଥିଲା ହରିଣ ଆଉ ତା ଛୁଆ ଉପରେ। ଦିନେ ବାଘ ହରିଣ ଆଉ ତା ଛୁଆକୁ ଦେଖି ମନେ ମନେ ଭାବିଲା, ଓହୋ, କେତେ ଦିନ ଆଉ ଏମିତି ଏ ଦିଟାଙ୍କୁ ଦେଖୁଥିବି। ଏ ବୁଢା ବୟସରେ ଦୌଡ଼ି ଯାଇ ଝାମ୍ପ ମାରି ଶିକାର କରିବା ତ ଅସମ୍ଭବ। କେବେ ଗୋଟେ ସୁଯୋଗ ମିଳିଲେ ପ୍ରଥମେ ଏ ଛୁଆ ହରିଣକୁ ଖାଆନ୍ତେ, ଆଉ ତାପରେ ଯାଇ ତା ବାପାକୁ। ହେଲେ ସେ ସୁଯୋଗ ମତେ କେବେ ମିଳିବ କେଜାଣି। ଏତିକି ବେଳେ ଛୁଆ ହରିଣ ତା ବାପାକୁ କହିଲା, ବାପା ବାପା, ମତେ ବହୁତ ଜୋରେ ଭୋକ ହେଲାଣି, ମୁଁ କଣ ଖାଇବି? ଆରେ କଣ ଆଉ କରିବା କହ? ଏ ଜଙ୍ଗଲରେ ତ କଞ୍ଚା ଘାସ ନାହିଁ, ସବୁ ପଡିଆ ପଡିଛି। ନା ନା, ସେସବୁ ମୁଁ କିଛି ବି ଜାଣିନି। ମତେ ଜୋରେ ଭୋକ ହେଲାଣି। ତମେ ଯୋଉଠୁ ବି ହେଲେ ମୋ ପାଇଁ ଖାଇବା ଯୋଗାଡ଼ କର। ହଉ, ଠିକ ଅଛି, ତୁ ଆଉ ବ୍ୟସ୍ତ ହନା, ମୁଁ ଯାଇ ଦେଖି ଆସେ। ନିଜ ପିଲା ପାଇଁ ଖାଦ୍ୟର ଅନ୍ୱେଷଣରେ ହରିଣ ବାହାରିଗଲା। ସବୁଆଡେ ବୁଲିବା ସତ୍ତ୍ୱେ ତାକୁ କଞ୍ଚା ଘାସ କୋଉଠି ବି ମିଳିଲାନି। ଶେଷରେ ସେ ମନ ଦୁଃଖରେ ଯାଇ ଗୋଟିଏ ଗଛ ତଳେ ବସି ପଡ଼ିଲା। ସେଇ ଗଛ ଡାଳରେ ବସିଥିଲା ବଣି ଚଢ଼େଇ। ବଣି ହରିଣକୁ ଦେଖି କହିଲା, ଆରେ ହରିଣ ଭାଇ, ଏଠି ଏମିତି ଉଦାସ ହେଇ ବସିଛ କାହିଁକି? କଣ ହେଇଛି ତୁମର? କଣ ଆଉ କହିବି ଲୋ ବଣି, ମା ଛେଉଣ୍ଡ ପିଲାଟା ମୋର ଖାଇବା ପାଇଁ ଡହଳ ବିକଳ ହଉଛି। ହେଲେ ମୋ ବାପା ହେଇ କିଛି ବି କରିପାରୁନି। କାଇଁ, ସେ କଣ ଘାସ ଖାଉନି କି? ଆରେ ଘାସ ଥିଲେ ସିନା ଖାଇବ, ସବୁଆଡେ ତ ମାଟି ଫାଟି ଆଁ କରିଛି, କଞ୍ଚା ଘାସ କୋଉଠି ଅଛି? ହଉ ଶୁଣ, ତୁମେ ବ୍ୟସ୍ତ ହୁଅନି, ମୁଁ ଗୋଟିଏ ଜାଗା ବିଷୟରେ ଜାଣିଛି ଯୋଉଠି ତୁମ ପିଲା ପାଇଁ କଞ୍ଚା ଘାସ ମିଳିବ। ବଣି ଘାସ ପାଇଁ ଉଡ଼ି ଚାଲିଲା। କିଛି ସମୟ ପରେ ବଣି କଞ୍ଚା ଘାସ ଆଣି ହରିଣକୁ ଦେଲା ଆଉ କହିଲା, ହରିଣ ଭାଇ, ଦେଖ ତୁମ ପିଲା ପାଇଁ କେମିତିକା କଅଁଳ ଛନଛନିଆ ଘାସ ଆଣିଛି, ନିଅ ତାକୁ ଖାଇବାକୁ ଦବ। ତୋର ଏ ଋଣ ମୁଁ କେବେ ବି ଶୁଝି ପାରିବିନି ଲୋ ବଣି। ତମେ ଆଉ ଏତେ କଥା କୁହନି, ସେପଟେ ପିଲାଟା ତୁମକୁ ଅପେକ୍ଷା କରିଥିବ, ତମେ ଏବେ ଯାଅ। ହରିଣ ଘାସ ନେଇ ଫେରି ଆସିଲା। ଆଉ ତାପରେ ସେ ଦେଖିଲା ତା ଛୁଆ ସେଠି ନାହିଁ। ଠିକ୍ ସେତିକି ବେଳେ ସେ ବୁଢା ବାଘ ହରିଣ ଆଗରେ ଆସି ଛିଡା ହେଇଗଲା ଆଉ କହିଲା, ଆଜି ମୋ ହାବୁଡରେ ପଡିଛୁ, ମୁଁ ତତେ ଜମାରୁ ବି ଛାଡ଼ିବିନି। ବହୁତ ଦିନରୁ ତମ ବାପ ଝିଅଙ୍କ ଉପରେ ମୋର ନଜର ଥିଲା, ଆଉ ଏ ସୁବର୍ଣ୍ଣ ସୁଯୋଗକୁ ମୁଁ ହାତ ଛଡା କରିଦେବି କେମିତି? ତା ମାନେ ତୁ ହିଁ ମୋ ଛୁଆକୁ ନେଇ ଯାଇଛୁ? ହଁ, ମୁଁ ତାକୁ ରଖିଛି, ଆଉ ତୁ ଯଦି ମୋ କଥା ନ ମାନିବୁ ତେବେ ତୋ ପିଲାକୁ ମୁଁ ମାରି ଖାଇଯିବି। ମୋ ପିଲା ବଞ୍ଚିଛି ତ? ହଁ, ବଞ୍ଚିଛି, କିନ୍ତୁ ଯଦି ମୋ କଥା ମାନିବାରେ ଖିଲାପ କରିବୁ ତେବେ ମୁଁ ତୋ ପିଲାକୁ ମାରି ଖାଇଯିବି। ନା ନା, ତୁ ସେମିତି କରନି, ଏତେ ନୃଶଂସ ହନି ତୁ। ମୁଁ କଥା ଦଉଛି ମୁଁ ତୋର ସବୁ କଥା ମାନିବି। ବାଘ ଭାଇ, ତୁ ମୋ ପିଲାକୁ ମତେ ଫେରେଇ ଦେ। ହଁ, ମୁଁ ତୋ ପିଲାକୁ ତତେ ଫେରେଇ ଦେବି, କିନ୍ତୁ ତା ପୂର୍ବରୁ ତତେ ଗୋଟେ ମାସ ପର୍ଯ୍ୟନ୍ତ ମୋ ପାଇଁ କାମ କରିବାକୁ ପଡିବ। ତାପରେ ଯାଇ ମୁଁ ତତେ ତୋ ପିଲାକୁ ଫେରେଇ ଦେବି। ଠିକ ଅଛି, ତେବେ ମୁଁ ତୋ କଥାରେ ରାଜି, ହେଲେ ମତେ କଣ କରିବାକୁ ପଡିବ? ଆରେ ବେଶୀ କିଛି ନୁହଁ, ମୋ ପାଇଁ ସବୁଦିନ ଭଲ ଭଲ ସୁଆଦିଆ ଖାଦ୍ୟ ଯୋଗାଡ଼ କରିଦବୁ। ହଉ ଠିକ ଅଛି। ହରିଣ କଣ କଲା ନା, ବାଘ ପାଖକୁ ଠେକୁଆ, ଗାଈ, ମୂଷା ଆଦି ପ୍ରାଣୀମାନଙ୍କୁ ନେଇ ପହଞ୍ଚିଲା। ଏମିତି ମାସେ ପୂରିଗଲା। ହରିଣ ବାଘକୁ ଦିନେ କହିଲା, ବାଘ ଭାଇ, କଥା ମୁତାବକ ଆଜି ମାସଟେ ପୂରିଗଲା, ତୁ ମୋ ପିଲାକୁ ଏବେ ମତେ ଫେରେଇ ଦେ। ନା ନା, ସେମିତି ହେଇପାରିବନି, ମୋ ପାଇଁ ଆହୁରି ଗୋଟିଏ ମାସ ଖାଦ୍ୟ ଯୋଗାଡ଼ କରି ଆଣିବାକୁ ହବ। ହେଲେ ତୁ ତ ମତେ କହିଥିଲୁ
ବେଶୀ କଥା କବିଲେ ମୁଁ ଏଇ କ୍ଷଣି ତ ପିଲାକୁ ଖାଇଦେବି। ନାଇଁ 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 ନାଇଁ, ମୁଁ ତୋର ସବୁ କଥା ମାନିବି, କିନ୍ତୁ ମୋ ପିଲାର କିଛି କରନି। ଏମିତି ମାସ ପରେ ମାସ ଗଡ଼ି ଚାଲିଲା। ବାଘ ହରିଣକୁ ଭୟ ଦେଖେଇ ଚୁପ୍ କରେଇ ଦଉଥିଲା। ଦିନେ ହରିଣ ଗୋଟେ ଗଛ ତଳେ ଭାରି ମନ ଦୁଃଖରେ ବସିଥାଏ। ସେଇ ଗଛ ଉପରେ ବଣି ରହୁଥିଲା। ବଣି ହରିଣକୁ ତା ମନ ଦୁଃଖର କାରଣ ପଚାରିବାରୁ ହରିଣ ସମସ୍ତ ଘଟଣା ବିଷୟରେ ବଣିକୁ କହିଲା। ସବୁ କଥା ଶୁଣିବା ପରେ ବଣି ହରିଣକୁ କହିଲା, ଆରେ ହରିଣ ଭାଇ, ତୁମକୁ ସେ ବାଘ ଠକୁଛି। ମିଛ କଥା କହି ସେ ତୁମକୁ ତାର କାମରେ ଲଗେଇଛି। ଏ ତୁ କଣ କହୁଛୁ ବଣି? ମୁଁ ସତ କହୁଛି ହରିଣ ଭାଇ, ସେଇଟା ଗୋଟେ ବୁଢା ବାଘ। ନିଜେ ଶିକାର କରିପାରିବନି ବୋଲି ସେ ତୁମ ଆଗରେ ମିଛ କହି ତୁମ ଦ୍ୱାରା ଶିକାର କରି ନିଜର ପେଟ ପୋଷୁଛି। ହେଲେ ତୁ ଏ କଥା ଜାଣିଲୁ କେମିତି? କାରଣ ସେ ବାଘ ମୋ ସହ ବି ଏଇ ଖେଳ ଖେଳି ସାରିଛି। ମୋ ପିଲାକୁ ସେ ଆଗରୁ ମାରି ଖାଇ ସାରିଥିଲା। ଖାଲି ନିଜର ପେଟ ପୋଷିବା ପାଇଁ ସେ ମୋ ସହ ବି ଏଇଆ ହିଁ କରିଥିଲା। ତା ମାନେ ମୋ ଛୁଆକୁ ସେ ମାରି ଖାଇ ସାରିଛି। ଏଇଟା କାନ୍ଦିବାର ସମୟ ନୁହଁ ହରିଣ ଭାଇ, ଏଇଟା ସେ ବାଘକୁ ଉଚିତ ଶିକ୍ଷା ଦେବାର ସମୟ। ବୁଢା ହେଲେ ବି ଗୋଟେ ବାଘ, ସେ ଆମକୁ ମାରି ଖାଇଯିବ, ଆଉ ଆମେ ତାର କିଛି ବି କରିପାରିବାନି। ତା ଭଳି ଠକକୁ ବଳରେ ନୁହଁ, ବୁଦ୍ଧିରେ ପାନି ମଜା ଚଖେଇବାକୁ ହିଁ ପଡିବ। ତାହେଲେ ଆମେ ଏବେ କଣ କରିବା? ତୁମେ ତା ପାଖକୁ ଚାଲ, ତାପରେ ଦେଖିବା କୋଉ ପାଣି କୁଆଡେ ଯାଉଛି। ବଣି କଥାରେ ଏକମତ ହେଇ ହରିଣ ଆଉ ବଣି ବାଘ ପାଖରେ ଯାଇ ପହଞ୍ଚିଲେ। ହରିଣକୁ ଖାଲି ହାତରେ ଦେଖି ବାଘ ତାକୁ କହିଲା, ଆରେ ତୁ କଣ ଖାଲି ହାତରେ ଆସିଛୁ? ମୋ ଖାଦ୍ୟ କାଏ? ଆଜିଠାରୁ ତୋର ଏ ନାଟକ ବନ୍ଦ ମିଛୁଆ ବାଘ। ମୋ ପିଲାକୁ ଶିକାର କରି ସାରିବା ପରେ ମତେ ମିଛ କହି ମୋ ହାତରେ କେତେ ନିରୀହ ପ୍ରାଣୀଙ୍କର ହତ୍ୟା କରେଇଛୁ, କିନ୍ତୁ ଆଉ ନୁହଁ। ଓ ତୁ ତାହେଲେ ସବୁ ସତ ଜାଣିଗଲୁ। ଭଲ ହେଲା, ତୋ ଛୁଆକୁ ଖାଇବାର ବହୁତ ଦିନ ହେଇଗଲାଣି, ଆଉ ଆଜି ମୁଁ ତତେ ଖାଇବି। ବାଘ ଏତିକି କଥା କହି ହରିଣ ପାଖକୁ ଗଲା ବେଳକୁ ଗଛରେ ବସିଥିବା ବଣି ତା ଦାନ୍ତରେ ଖୁମ୍ପି ଖୁମ୍ପି ସେଇ ଗଛରେ ଫଳିଥିବା ଗୋଟାଏ ବଡ଼ ପଣସକୁ ବାଘ ମୁଣ୍ଡରେ ପକେଇ ଦେଲା। ବହୁତ ଓଜନିଆ ପଣସ ହେଇଥିବାରୁ ବାଘର ମୁଣ୍ଡ ଫାଟିଗଲା, ଆଉ ସିଏ ମରିଗଲା। ମୋର ଅତ୍ୟାଚାରୀ ବାଘ, ମୋର ବିନା କାରଣରେ ତୁ ମୋ ଛୁଆକୁ ଖାଇଛୁ। ମୋ ଛୁଆକୁ ବି ଖାଇଛି ହରିଣ ଭାଇ। ଆଜି ମୋ ପ୍ରତିଶୋଧ ପୁରା ହେଲା। ମୋର ପ୍ରତିଶୋଧ ବି ପୁରା ହେଲା। ଠକିବା କିମ୍ବା ଧୋକା ଦେବା ସବୁବେଳେ ନିଜ ପାଇଁ କ୍ଷତିକାରକ ହେଇଥାଏ। ତେଣୁ ଧୋକା ଦେବା ଆଗରୁ ଚିନ୍ତା କରିବା ନିହାତି ଦରକାର।